ମାନେ ଆପଣ ଦୀଘା ମନ୍ଦିର କଥା କହୁଛନ୍ତି ସେ ବିଷୟରେ ତ ମୁଁ ସଠିକ ଖବର କିଛି ପାଇନାହିଁ। ଯାହା ଆପଣମାନେ ଯାହା କହୁଛନ୍ତି ମହାପ୍ରସାଦ କେବଳ ଶ୍ରୀମନ୍ଦିର ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କର ଯେଉଁ ଧୂପ ଭୋଗ ଆସେ ସେଟାକୁ ମହାପ୍ରସାଦ କୁହାଯାଏ। ଅନ୍ୟତ୍ର କୌଣସି ସ୍ଥାନରେ ମହାପ୍ରସାଦ କହିବାଟା ସମ୍ପୂର୍ଣ୍ଣ ଅନୁଚିତ, ଜଗନ୍ନାଥ ପରମ୍ପରା ବିରୁଦ୍ଧ କାର୍ଯ୍ୟକ୍ରମ। ଆଉ ଯଦି ଦୀଘା ମନ୍ଦିର କଥା କହିବା, ସେଠି ଦାୟିତ୍ୱ ନେଇଛନ୍ତି ଇସ୍କନ। ଇସ୍କନକୁ ଯଦି ଜଗନ୍ନାଥଙ୍କର ପୂଜା ସେବା ପୂଜା କରିବାକୁ ଅଛି, ତେଣୁ ଜଗନ୍ନାଥ ସଂସ୍କୃତି ପରମ୍ପରା ଐତିହ୍ୟ ବିଷୟରେ ଯାହା ଶାସ୍ତ୍ର ଲେଖା ହେଇଛି ସେ ବିଷୟରେ ଭଲ ଭାବରେ ତାଙ୍କୁ ଅନୁଧ୍ୟାନ କରିବାକୁ ହେବ ଏବଂ ସେ ଅନୁସାରେ କାର୍ଯ୍ୟ କରିବାକୁ ହେବ। ଯଦି ସେମାନେ ଅନୁଧ୍ୟାନ କରିବେ, ପରମ୍ପରା ଭଲକି ବୁଝିବେ, ସେମାନେ ଜାଣିବେ ଯେ ମହାପ୍ରସାଦ ସେଠି ହେଇପାରିବ ନାହିଁ, ସେଠି ସେ ଜଗନ୍ନାଥଙ୍କ ପ୍ରସାଦ ସେମାନେ ବିତରଣ କରିପାରିବେ, କିଛି ଅସୁବିଧା ନାହିଁ। ଇସ୍କନ ସେ ମନ୍ଦିରର ଦାୟିତ୍ୱରେ ରହି ସେବା ପୂଜାର ଏବେ କେମିତି ହେଉଛି ମୁଁ ଆଶ୍ଚର୍ଯ୍ୟ।